ଯେତେବେଳେ କେହି ସାଥ ଦେବେ ନାହିଁ ଜମାରୁ ଡରନ୍ତୁ ନାହିଁ। ବାସ୍ ଏହି 7ଟି କଥା ସବୁବେଳେ ମନେ ରଖନ୍ତୁ। ବନ୍ଧୁଗଣ, ଯେତେବେଳେ ଜୀବନର ରାସ୍ତା ଗୁଡ଼ିକ କଠିନ ଲାଗିବାକୁ ଆରମ୍ଭ କରେ ଏବଂ ଏମିତି ଅନୁଭବ ହୁଏ ଯେ କେହି ଆପଣଙ୍କ ସାଥ ଦେଉନାହାନ୍ତି, ତେବେ ମୋର ବନ୍ଧୁ ଜମାରୁ ବ୍ୟାକୁଳ ହୁଅନ୍ତୁ ନାହିଁ। ପ୍ରାୟତଃ ଆମେ ଲୋକମାନଙ୍କଠାରୁ ବହୁତ ଅଧିକ ଆଶା ରଖି ବସୁ ଏବଂ ଯେତେବେଳେ ସେହି ଆଶା ସବୁ ଭାଙ୍ଗିଯାଏ ସେତେବେଳେ ଆମ ହୃଦୟ ମଧ୍ୟ ଭାଙ୍ଗିଯାଏ ଓ ଆମେ ନିଜକୁ ଦୁର୍ବଳ ଭାବିବାକୁ ଲାଗୁ। କିନ୍ତୁ ବିଶ୍ୱାସ କରନ୍ତୁ, ଏହି ଏକାକୀପଣ କୌଣସି ଦୁର୍ବଳତା ନୁହେଁ, ବରଂ ଏହା ତ ଜୀବନର ସେଇ ଇସାରା ଯାହା ଆପଣଙ୍କୁ ନିଜ ସହ ଭେଟ କରାଇବାକୁ ଆସିଛି। ଆଜି ମୁଁ ଆପଣଙ୍କୁ ଏମିତି 7ଟି କଥା କହିବାକୁ ଯାଉଛି ଯାହାକୁ ଯଦି ଆପଣ ନିଜ ହୃଦୟରେ ବସାଇ ନେବେ ତେବେ ଦୁନିଆରେ କୌଣସି ବି ଏକାକୀପଣ ଆପଣଙ୍କୁ ହଲାଇ ପାରିବ ନାହିଁ ଏବଂ ଆପଣ ପ୍ରତ୍ୟେକ ମୁହୂର୍ତ୍ତରେ ସବୁ ସମସ୍ୟାରୁ ହସି ହସି ବାହାରି ଆସିବେ। ଏହି କଥା ଗୁଡ଼ିକ କେବଳ ଧ୍ୟାନ ଦେଇ ଅନୁଭବ କରନ୍ତୁ ଏବଂ ନିଜ ଭିତରକୁ ଓହ୍ଲାଇବାକୁ ଦିଅନ୍ତୁ, କାରଣ ଯେତେବେଳେ କେହି ସାଥ ଦିଏ ନାହିଁ ସେତେବେଳେ ହିଁ ମଣିଷର ପ୍ରକୃତ ଏବଂ ସବୁଠାରୁ ଶକ୍ତିଶାଳୀ ସଫର ଆରମ୍ଭ ହୋଇଥାଏ। ପଏଣ୍ଟ ନମ୍ବର 1, ନିଜର ସବୁଠାରୁ ବଡ଼ ସାଥୀ ଆପଣ ନିଜେ। ଏହି ସାରା ଦୁନିଆରେ ଆପଣଙ୍କର ସବୁଠାରୁ ବଡ଼ ଏବଂ ପ୍ରକୃତ ସାଥୀ କେହି ନୁହେଁ ବରଂ ଆପଣ ନିଜେ। ଆଉ ଏହି କଥା ଆପଣଙ୍କୁ ସେତେବେଳେ ବୁଝା ପଡ଼େ ଯେତେବେଳେ ଆଖପାଖରେ ଭିଡ଼ କମିଯାଏ, ଯେତେବେଳେ ସବୁ ଲୋକ ଆପଣଙ୍କ ସାଥ ଛାଡ଼ି ଦିଅନ୍ତି। ସେତେବେଳେ ଆପଣଙ୍କୁ ଅନୁଭବ ହୁଏ ଯେ ପ୍ରକୃତି ଆପଣଙ୍କୁ କେତେ ମଜବୁତ କରି ଗଢ଼ିଛି, ଯେପରିକି ଆପଣ ନିଜ ଗୋଡ଼ରେ ଏକାକୀ ଛିଡ଼ା ହୋଇପାରିବେ। ଲୋକେ ତ ପାଣିପାଗ ଭଳି ଆସୁଥିବେ ଯାଉଥିବେ, ଆଜି କେହି ଆପଣଙ୍କ ସହ ଅଛି ତ କାଲି ଆଉ କେହି ଥିବ, କିନ୍ତୁ ଆପଣଙ୍କ ନିଜ ଛାଇ ସବୁବେଳେ ଆପଣଙ୍କ ସହ ରହିବ। ତେଣୁ ଅନ୍ୟମାନଙ୍କ ମୁହଁକୁ ଚାହିଁବା ଆଜିଠାରୁ ହିଁ ବନ୍ଦ କରନ୍ତୁ ଏବଂ ନିଜ ହାତ ଧରିବା ଶିଖନ୍ତୁ, କାରଣ ଯେଉଁ ମଣିଷ ନିଜର ସବୁଠାରୁ ଭଲ ସାଙ୍ଗ ବନିଯାଏ ତାକୁ ପରବର୍ତ୍ତୀ ସମୟରେ ଦୁନିଆରେ କାହା ସାଥିର ଆବଶ୍ୟକତା ଅନୁଭବ ହୁଏ ନାହିଁ। ଯେତେବେଳେ ଆପଣ ନିଜ ଉପରେ 100% ଭରସା କରିବେ ଆରମ୍ଭ କରିଦେବେ ସେତେବେଳେ ଆପଣଙ୍କୁ କାହା ସାହାରାର ବୈଶାଖୀ ଆଦୌ ଦରକାର ପଡ଼ିବ ନାହିଁ। ନମ୍ବର 2, ଏକାକୀପଣ ହେଉଛି ନିଜକୁ ଗଢ଼ିବାର ସୁଯୋଗ। ଏକାକୀପଣ କୌଣସି ଦଣ୍ଡ ବା ଖରାପ ସମୟ ନୁହେଁ, ବରଂ ଏହା ନିଜକୁ ଗଢ଼ିବାର ଏବଂ ନିଜ ଭିତରେ ଲୁଚି ରହିଥିବା ଶକ୍ତିକୁ ଚିହ୍ନିବାର ଏକ ବହୁତ ସୁନ୍ଦର ସହଯୋଗ। ଯେତେବେଳେ ଆମ ପାଖାପାଖି ଅନେକ ଲୋକ ଥାଆନ୍ତି ଆମେ ସେମାନଙ୍କ ସ୍ୱରର କୋଳାହଳ ଭିତରେ ନିଜ ଆତ୍ମାର ସ୍ୱର ଶୁଣିବା ସମ୍ପୂର୍ଣ୍ଣ ଭୁଲିଯାଉ। ଏହି ଏକାକୀ ସମୟ ଆପଣଙ୍କୁ ସେହି ଶାନ୍ତି ଏବଂ ସନ୍ତୋଷ ଦେଇଥାଏ ଯେଉଁଥିରେ ଆପଣ ଗଭୀର ଭାବେ ଚିନ୍ତା କରିପାରିବେ ଯେ ଆପଣ ବାସ୍ତବରେ କ'ଣ ଚାହାନ୍ତି ଏବଂ ଆପଣଙ୍କ ଜୀବନର ପ୍ରକୃତ ଉଦ୍ଦେଶ୍ୟ କ'ଣ। ଏହି ଖାଲି ସମୟକୁ କାନ୍ଦିବାରେ ବା ବେକାର ଉଦାସୀନତାରେ ନଷ୍ଟ କରନ୍ତୁ ନାହିଁ, ବରଂ ଏହାକୁ ନିଜର କଳାକୁ ସୁଧାରିବାରେ ଏବଂ ନିଜକୁ ଗତକାଲି ଅପେକ୍ଷା ଆହୁରି ଶ୍ରେଷ୍ଠ କରିବାରେ ଲଗାନ୍ତୁ। ଯେତେବେଳେ ଆପଣ ଏହି ସମୟର ସଠିକ୍ ବ୍ୟବହାର କରିବେ ସେତେବେଳେ ଯେଉଁ ଲୋକମାନେ ଆଜି ଆପଣଙ୍କୁ ଏକା କରି ଚାଲି ଯାଇଛନ୍ତି କାଲି ସେମାନେ ଆପଣଙ୍କ ସଫଳତା ଓ ଚମକ ଦେଖି ଚକିତ ହୋଇଯିବେ। ନମ୍ବର 3, ସାଥ ପାଇଁ କାହା ଆଗରେ ଭିକ୍ଷା ମାଗନ୍ତୁ ନାହିଁ। ନିଜ ଜୀବନରେ ଏକ ପକ୍କା ନିୟମ ବନାଇ ଦିଅନ୍ତୁ ଯେ କେବେ ବି କାହା ସାମ୍ନାରେ ତାଙ୍କ ସାଥ ପାଇଁ ଭିକ୍ଷା ମାଗିବେ ନାହିଁ କିମ୍ବା କାହା ପଛରେ ଗୋଡ଼େଇବେ ନାହିଁ। ଯେଉଁ ମଣିଷ ଆପଣଙ୍କ ମୂଲ୍ୟ ଏବଂ ଆପଣଙ୍କ ସମୟର ସମ୍ମାନ ବୁଝେ ନାହିଁ ତା ସାମ୍ନାରେ କାନ୍ଦିବା ଦ୍ୱାରା ବା ନେହୁରା ହେବା ଦ୍ୱାରା ତାର ନଜରରେ ଆପଣଙ୍କ ସମ୍ମାନ ଆହୁରି କମିଯାଏ। ନିଜର ଆତ୍ମସମ୍ମାନକୁ କେବେ ବି ହରାନ୍ତୁ ନାହିଁ, କାରଣ ଯେଉଁ ସମ୍ପର୍କରେ ସମ୍ମାନ ନଥାଏ ସେହି ସମ୍ପର୍କ କେବଳ ଏକ ବୋଝ ପାଲଟିଯାଏ ଯାହାକୁ ବୋହିବାର କୌଣସି ଲାଭ ନାହିଁ। ଯଦି କେହି ଆପଣଙ୍କ ଜୀବନରୁ ଚାଲିଯିବାକୁ ଚାହୁଁଛି ତେବେ ତାକୁ ଆଦରର ସହ ରାସ୍ତା ଦେଖାଇ ଦିଅନ୍ତୁ ଏବଂ ତାକୁ ଅଟକାଇବାକୁ ଜମା ଚେଷ୍ଟା କରନ୍ତୁ ନାହିଁ। ଆପଣ ନିଜ ଭିତରେ ଏତେ ଅନନ୍ୟ ଯେ ଆପଣଙ୍କୁ କାହାର କ୍ଷଣିକ ବା ମିଛ ସାଥର ଆବଶ୍ୟକତା ନାହିଁ। ନିଜ ଭିତରେ ସେହି ଗାମ୍ଭୀର୍ଯ୍ୟ ରଖନ୍ତୁ ଯେପରି ଲୋକେ ଆପଣଙ୍କ ସହ ରହିବାକୁ ନିଜେ ବ୍ୟାକୁଳ ହେବେ। ନମ୍ବର 4, ଇତିହାସ ସାକ୍ଷୀ ଅଛି
ମହାନ ବ୍ୟକ୍ତି ସଦାବେଳେ ଏକା ଚାଲନ୍ତି। ଇତିହାସ ଦେଖି ନିଅନ୍ତୁ, ଦୁନିଆରେ ଯେତେ ବି ମହାନ ଲୋକ ହୋଇଛନ୍ତି, ଯେଉଁମାନେ କିଛି ବଡ଼ କାମ କରିଛନ୍ତି, ସେମାନେ ନିଜର ପ୍ରାରମ୍ଭିକ ସଫର ସବୁବେଳେ ଏକାକୀ ହିଁ ତୟ କରିଛନ୍ତି। ଭିଡ଼ ତ କେବଳ ତମସା ଦେଖିବା ପାଇଁ ଥାଏ, ସିଏ କେବେ କାହାର ସଂଘର୍ଷ ଦିନ ଗୁଡ଼ିକରେ ସାଥ ଦିଏ ନାହିଁ। ସେ ତ ବସ୍ ସଫଳତା ମିଳିବା ପରେ ତାଳି ବଜାଇବାକୁ ଏବଂ ଫଟୋ ଉଠାଇବାକୁ ଆସିଥାଏ। ଯେତେବେଳେ ଆପଣ ଏକା ଚାଲନ୍ତି, ସେତେବେଳେ ଆପଣଙ୍କ ଗତି ବହୁତ ତୀବ୍ର ହୋଇଥାଏ, କାରଣ ଆପଣଙ୍କୁ କାହାର ଅପେକ୍ଷା କରିବାକୁ ପଡ଼େ ନାହିଁ ଏବଂ ଆପଣ ବିନା କୌଣସି ବାଧାରେ ନିଜର ଲକ୍ଷ୍ୟ ଆଡ଼କୁ ଆଗେଇ ଚାଲନ୍ତି। ଏହି ଏକାକୀପଣକୁ ନିଜର ଦୁର୍ବଳତା ଭାବିବାର ଭୁଲ କେବେ କରନ୍ତୁ ନାହିଁ, ବରଂ ଏହାକୁ ନିଜର ସେହି ଢାଲ ବନାଇ ନିଅନ୍ତୁ ଯାହା ଆପଣଙ୍କୁ ଦୁନିଆର ବେକାର କଥା ଓ ରାଜନୀତିରୁ ଦୂରେଇ ରଖେ। ଆପଣ ଏକା ହିଁ ଏକ ସମ୍ପୂର୍ଣ୍ଣ ସେନା ସହ ସମାନ। ନମ୍ବର 5, ପରିସ୍ଥିତିକୁ ଏକ ଶିକ୍ଷା ଭାବେ ଗ୍ରହଣ କରନ୍ତୁ। ଯାହା କିଛି ବି ଆଜି ଆପଣଙ୍କ ସହ ହେଉଛି କିମ୍ବା ଯେଉଁ ଲୋକମାନେ ଆପଣଙ୍କୁ ଛାଡ଼ି ଚାଲି ଯାଇଛନ୍ତି, ତାକୁ ଏକ ଶିକ୍ଷା ଭାବେ ସ୍ୱୀକାର କରନ୍ତୁ ଏବଂ ନିଜ ମନରେ କାହା ପ୍ରତି ଘୃଣା ବା ପ୍ରତିଶୋଧ ଭାବନା ରଖନ୍ତୁ ନାହିଁ। ଯେତେବେଳେ ଲୋକେ କଠିନ ସମୟରେ ଆମ ସାଥ ଛାଡ଼ି ଦିଅନ୍ତି, ସେତେବେଳେ ଆମ ମନ ସେଇମାନଙ୍କ ପ୍ରତି କ୍ରୋଧରେ ଭରିଯାଏ, କିନ୍ତୁ ଏହି ରାଗ ଏବଂ ଘୃଣା କେବଳ ଆପଣଙ୍କୁ ଭିତରୁ ଚଳାଇବା ଏବଂ ଆଗକୁ ବଢ଼ାଇବାକୁ ଅଟକାଇବ। ସେମାନଙ୍କୁ କ୍ଷମା କରିଦିଅନ୍ତୁ ଏବଂ ନୀରବରେ ଆଗକୁ ବଢ଼ିଯାଆନ୍ତୁ, କାରଣ ସେମାନେ ଆପଣଙ୍କୁ ଏହି ବଡ଼ ଶିକ୍ଷା ଦେଇଛନ୍ତି ଯେ ଦୁନିଆରେ କୌଣସି ମଣିଷ ସବୁଦିନ ପାଇଁ ଆପଣଙ୍କର ହୋଇ ରହେ ନାହିଁ। ଏହି ପିତା ସତ୍ୟକୁ ମନେ ରଖନ୍ତୁ, ଯେପରି ଆଗକୁ ଯାଇ ଆପଣ ପୁଣି କାହା ଉପରେ ଆଖି ବନ୍ଦ କରି ଭରସା କରିବେ ନାହିଁ ଓ ଧୋକା ଖାଇବେ ନାହିଁ। ଏହି ଅନୁଭୂତି ଆପଣଙ୍କୁ ବୁଦ୍ଧିମାନ ଓ ପରିପକ୍ୱ କରିବା ପାଇଁ ବହୁତ ଜରୁରୀ ଥିଲା। ନମ୍ବର 6, ନିଜ ଖୁସିର ଚାବି କାହା ହାତରେ ଦିଅନ୍ତୁ ନାହିଁ। ନିଜ ଖୁସିର ଚାବି କେବେ ବି କୌଣସି ଦ୍ୱିତୀୟ ମଣିଷ ହାତରେ ସମର୍ପି ଦିଅନ୍ତୁ ନାହିଁ, ନଚେତ୍ ସେହି ମଣିଷଟି ଆପଣଙ୍କୁ ନିଜ ଆଙ୍ଗୁଠି ନଚାଇଲେ ନଚାଇବ। ଯଦି ଆପଣଙ୍କ ଖୁସି କେବଳ ଏହି କଥା ଉପରେ ଅଟକିଛି ଯେ କେହି ଆପଣଙ୍କ ସହ ଆଦରରେ କଥା ହେଉ ବା ଆପଣଙ୍କର ପ୍ରଶଂସା କରୁ, ତେବେ ଆପଣ ସଦାବେଳେ ଅନ୍ୟମାନଙ୍କର ଗୋଲାମ ହୋଇ ରହିବେ ଏବଂ ଦୁଃଖ ପାଇବେ। ନିଜର ଛୋଟ ଛୋଟ ଜିନିଷରେ ଖୁସି ଖୋଜିବା ଆରମ୍ଭ କରନ୍ତୁ, ଯେପରିକି ବୁଡ଼ୁଥିବା ସୂର୍ଯ୍ୟକୁ ଦେଖିବା, ଥଣ୍ଡା ପବନକୁ ଅନୁଭବ କରିବା କିମ୍ବା ନିଜ ପସନ୍ଦର କୌଣସି କାମ କରିବା। ଯେତେବେଳେ ଆପଣ ନିଜ ସହ ସମୟ କାଟି ଖୁସି ରହିବା ଶିଖିଯିବେ, ସେତେବେଳେ ଆପଣଙ୍କୁ ଏହି କଥାରେ କୌଣସି ଫରକ ପଡ଼ିବ ନାହିଁ ଯେ ବାହାର ଦୁନିଆରେ କେହି ଆପଣଙ୍କ ସହ ଛିଡ଼ା ହେଉଛି କି ନାହିଁ। ଆପଣଙ୍କ ଖୁସି ଆପଣଙ୍କ ଭିତରୁ ଆସିବା ଉଚିତ। ନମ୍ବର 7, ଏହି ଖରାପ ସମୟ ମଧ୍ୟ ଚାଲିଯିବ। ସପ୍ତମ ଏବଂ ସବୁଠାରୁ ଜରୁରୀ କଥା ହେଉଛି, ଏହି ଖରାପ ସମୟ ଏବଂ ଏହି ଏକାକୀପଣ ମଧ୍ୟ ସବୁଦିନ ରହିବ ନାହିଁ। ଏହା ମଧ୍ୟ ଦିନେ ବିତିଯିବ, କାରଣ ସମୟର ପ୍ରକୃତି ହେଉଛି ବଦଳିବା। ଆଜି ଯଦି ରାତିର ଅନ୍ଧକାର ବହୁତ ଗଭୀର ଅଛି ଏବଂ ଆପଣ ନିଜକୁ ସମ୍ପୂର୍ଣ୍ଣ ଏକାକୀ ଏବଂ ଅସହାୟ ଅନୁଭବ କରୁଛନ୍ତି, ତେବେ ଡରନ୍ତୁ ନାହିଁ, କାରଣ ସବୁଠାରୁ ଗଭୀର ରାତି ପରେ ହିଁ ଏକ ଚମତ୍କାର ସକାଳ ଆସିଥାଏ। ଜୀବନର ପ୍ରତ୍ୟେକ ଜିନିଷର ଏକ ଚକ୍ର ଥାଏ। ଯେମିତି ପତ୍ର ଝଡ଼ ପରେ ବସନ୍ତ ଆସେ, ଠିକ୍ ସେମିତି ଏହି ଏକାକୀପଣ ପରେ ଆପଣଙ୍କ ଜୀବନରେ ଖୁସିରେ ମେଳ ଲାଗିବା ସୁନିଶ୍ଚିତ। ବସ୍ ଏହି କଠିନ ସମୟରେ ନିଜର ଧୈର୍ଯ୍ୟ ହରାନ୍ତୁ ନାହିଁ, ସାହସ ବଜାୟ ରଖନ୍ତୁ ଏବଂ ନିଜ କର୍ମକୁ ସମ୍ପୂର୍ଣ୍ଣ ନିଷ୍ଠା ଓ ପରିଶ୍ରମର ସହ କରିଚାଲନ୍ତୁ। ଯେତେବେଳେ ଆପଣ ଏହି କଠିନ ସମୟରୁ ତପ୍ତ ହୋଇ ବାହାରିବେ ଆସିଯିବେ ନା, ସେତେବେଳେ ଆପଣ ପୂର୍ବ ଅପେକ୍ଷା ଅନେକ ଗୁଣ ମଜବୁତ ଏବଂ ଜଣେ ସଫଳ ମଣିଷ ବନିସାରିଥିବେ। ତେଣୁ ମୋର ବନ୍ଧୁ, ଏବେ ଉଦାସ ମୁହଁ କରିବା ଏବଂ ନିଜକୁ ଦୋଷ ଦେବା ବନ୍ଦ କରନ୍ତୁ। ନିଜ ପିଠି ସଳଖ କରନ୍ତୁ ଏବଂ ଏକ ନୂଆ ଆରମ୍ଭ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। ଆପଣ ଏକା ନାହାନ୍ତି। ଆପଣଙ୍କ ସାହସ, ଆପଣଙ୍କ ସ୍ୱପ୍ନ ଏବଂ ଆପଣଙ୍କ ପରିଶ୍ରମ ପ୍ରତି ମୁହୂର୍ତ୍ତରେ ଆପଣଙ୍କ ସହ ଛାଇ ଭଳି ଲାଗୁଛି। ଯେତେବେଳେ ବି ଏକା ଅନୁଭବ କରିବେ, ବାସ୍ ଏତିକି ଭାବିବେ ଯେ ସିଂହ ସବୁବେଳେ ଏକା ଚାଲେ ଏବଂ ବିଲୁଆ ବା ମେଣ୍ଢାମାନେ ସଦାବେଳେ ଦଳଗତ ହୋଇ ରୁହନ୍ତି।
ନିଜ ଉପରେ ବିଶ୍ୱାସ ରଖନ୍ତୁ, ନିଜ ଯୋଗ୍ୟତାକୁ ଚିହ୍ନନ୍ତୁ ଏବଂ ବସ୍ ନିଜ ରାସ୍ତାରେ ଆଗକୁ ବଢ଼ି ଚାଲନ୍ତୁ। ମଞ୍ଜିଲ ଆପଣଙ୍କୁ ନିଶ୍ଚୟ ମିଳିବ। ଯଦି ଆପଣଙ୍କୁ ଆଜିର ଏହି କଥା ଗୁଡ଼ିକ ସାମାନ୍ୟ ପ୍ରେରଣା ଓ ସାହସ ମିଳିଥାଏ, ତେବେ ଭିଡ଼ିଓକୁ ଲାଇକ୍ ନିଶ୍ଚୟ କରନ୍ତୁ ଏବଂ ନିଜର ସେହି ସାଙ୍ଗମାନଙ୍କ ସହ ସେୟାର କରନ୍ତୁ ଯେଉଁମାନେ ନିଜକୁ ଏକା ଅନୁଭବ କରୁଛନ୍ତି। ନିଜର ବହୁ ଯତ୍ନ ନିଅନ୍ତୁ, ପରିଶ୍ରମ କରୁଥାନ୍ତୁ ଏବଂ ସଦାବେଳେ ହସୁଥାନ୍ତୁ, କାରଣ ଆପଣଙ୍କୁ ଏହି ହସ ହିଁ ଆପଣଙ୍କର ସବୁଠାରୁ ବଡ଼ ବିଜୟ। ଧନ୍ୟବାଦ। ଜୟ ଜଗନ୍ନାଥ।